12 ମେ 2025 ବୈଶାଖ ପୂର୍ଣ୍ଣମୀ ଦିନ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ ଜିନିଷକୁ ଟାଙ୍ଗି ଦିଅନ୍ତୁ। ପୁରା ବର୍ଷଟା ଟଙ୍କାର ବର୍ଷା ହେବ। ଯେପରି ଆପଣ ପ୍ରାୟ ସମସ୍ତେ ଜାଣିଛନ୍ତି କି 2025 ବର୍ଷର ବୈଶାଖ ପୂର୍ଣ୍ଣିମା 12 ମେ ସୋମବାରକୁ ପଡୁଛି। ଆଉ ଏହି ବୈଶାଖ ପୂର୍ଣ୍ଣିମାରେ ବହୁତ ଶୁଭ ଓ ଉତ୍ତମ ଯୋଗର ନିର୍ମାଣ ହେଉଛି। ଏହି ଦିନ ରବି ଯୋଗର ନିର୍ମାଣ ହେଉଛି। ଏହି ଦିନ ଏହା ସହ ସର୍ବାରିଷ୍ଟ ସିଦ୍ଧି ଯୋଗ ବି ଏହି ପୂର୍ଣ୍ଣିମାରେ ବନୁଅଛି। ଯେପରିକି ଏହି ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା ହୋଇଯିବ, କାରଣ ସର୍ବାରିଷ୍ଟ ସିଦ୍ଧି ଯୋଗର ରବି ଯୋଗର ପୂର୍ଣ୍ଣିମା ଦିନ ପଡ଼ିବା। ତ ଏହା ବୁଝି ନିଅନ୍ତୁ କି ଆପଣଙ୍କର ଭାଗ୍ୟକୁ ରାତାରାତି ଏହି ପୂର୍ଣ୍ଣିମା ଚମକାଇ ଦେବ। ଆଉ ଏହି ଦିନ ଆପଣ ଗୋଟିଏ ଛୋଟିଆ ଉପାୟକୁ ଏହି ପୂର୍ଣ୍ଣିମା ଦିନ କରିବେ ଏବଂ ଆପଣଙ୍କର ମୁଖ୍ୟ ଦ୍ୱାରରେ ସେହି ଜିନିଷଟିକୁ ଟାଙ୍ଗି ଦେବେ। ଆଉ ଆପଣ ନିଜେ ଦେଖିବେ ପୁରା ବର୍ଷ କିପରି ଆପଣଙ୍କ ପାଖକୁ ଧନ ଆସିବା ଷ୍ଟାର୍ଟ ହୋଇଯିବ, କିପରି ଆପଣଙ୍କ ପାଖରେ ପଇସାର ବର୍ଷା ହବ। ଧନର ବର୍ଷା ରୋକିବ ନାହିଁ ଯଦି ଆପଣ ଏହି ଛୋଟିଆ କାମଟି ବୈଶାଖ ପୂର୍ଣ୍ଣିମା ଦିନ କରିଦେବେ। ତ ଦେଖନ୍ତୁ, ବୈଶାଖ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ଯେତିକି ବଡ଼ ହୋଇଥାଏ ସେତିକି ବୈଶାଖ ପୂର୍ଣ୍ଣିମା ବଡ଼ ହୋଇଥାଏ। କାହିଁକି ନା ଶ୍ରୀହରି ବିଷ୍ଣୁଙ୍କୁ କାର୍ତ୍ତିକ ମାସ ଯେତିକି ପ୍ରିୟ ହୋଇଥାଏ ସେହିପରି ବୈଶାଖ ମାସ ବି ଶ୍ରୀହରି ବିଷ୍ଣୁଙ୍କୁ ପ୍ରିୟ ହୋଇଥାଏ। ଏଥିପାଇଁ ଏହି ବୈଶାଖ ମାସକୁ ମାଧବ ମାସ ନାମରେ ଜଣାଯାଇଥାଏ। ଆଉ ଶ୍ରୀହରି ବିଷ୍ଣୁ ପ୍ରିୟ ମାସ ପଡୁଥିବାରୁ ପୂର୍ଣ୍ଣିମାର ଏହି ଉପାୟକୁ କରିବା ଦ୍ୱାରା ପୁରା ବର୍ଷ ଘରେ ଧନର ବର୍ଷା ହେବ। ଆଉ କେବେ ବି ଆପଣଙ୍କ ପାଖକୁ ପଇସାର କମି ଆସିବ ନାହିଁ। ନିରନ୍ତର ଆପଣଙ୍କ ପାଖକୁ ପଇସା ଆସିବ। ଓ ଆପଣ କଣ କରିବାକୁ ପଡ଼ିବ? ଆପଣଙ୍କୁ ଏଥିପାଇଁ ନେବାକୁ ପଡ଼ିବ ଧଳା ରଙ୍ଗର ଲୁଣ। ଆଉ ଏହି ଲୁଣ ଶୁକ୍ର ସହ ଯୋଡ଼ା ହୋଇଥାଏ। ଆଉ ଆପଣଙ୍କ ଧନ ଟଙ୍କା ପଇସା କିଏ ଦେଇଥାଏ? ନା ଶୁକ୍ର ହିଁ ଦେଇଥାଏ। ଯେଉଁ ଲୋକ ତାଙ୍କ କୁଣ୍ଡଳୀରେ ଶୁକ୍ରକୁ ମଜବୁତ କରି ଦେଇଥାନ୍ତି ତାଙ୍କ ପାଖେ ତ କେବେ ବି ପଇସାର କମି ରହିନଥାଏ। ଏହି ଉପାୟକୁ ପୂର୍ଣ୍ଣିମାରେ କରିବା ଦ୍ୱାରା ଆପଣଙ୍କ ପାଖକୁ ଲଗାତାର ପଇସା ଆସିବ। ସବୁବେଳେ ଧନ ଆସିବା ଲାଗି ରହିବ। ଧନର ପ୍ରଭାବ ବଢ଼ି ଚାଲିବ। ପ୍ରତ୍ୟେକ ଜାଗାରୁ ପଇସା ଆପଣଙ୍କ ପାଖକୁ ଆସିବ। ଆପଣଙ୍କୁ କଣ କରିବାକୁ ପଡ଼ିବ ନା ଆପଣଙ୍କୁ ମାର୍କେଟ ଯାଇ ମାର୍କେଟରୁ ଗୋଡ଼ା ଲୁଣ ଆଣିବେ। ଯଦି ଗୋଡ଼ା ଲୁଣ ନ ମିଳିବ ତେବେ ପାଉଡର ବାଲା ଲୁଣ ଆଣିବେ, ଯାହାକୁ ଆମେ ଡେଲି ଖାଇବାରେ ୟୁଜ୍ କରିଥାଉ। ଏହା ସହ ଲାଲ ରଙ୍ଗର କପଡ଼ା ଆଣିବେ। ଯଦି ଆପଣଙ୍କ ପାଖରେ ଲାଲ କପଡ଼ା ଅଛି ତେବେ ସେହି କପଡ଼ା ଆପଣ ୟୁଜ୍ କରିପାରିବେ। ତ ଆପଣଙ୍କୁ କଣ କରିବାକୁ ପଡ଼ିବ ନା ସେହି ଲୁଣକୁ ଲାଲ ରଙ୍ଗର କପଡ଼ାରେ ରଖିବେ। 2ଟି ଫୁଲ ଥିବା ଗୋଟା ଲବଙ୍ଗକୁ ସେହି ଲୁଣ ଉପରେ ରଖିବେ। ସେହି ଲବଙ୍ଗକୁ ଲୁଣ ଉପରେ ରଖିଦେବା ପରେ ସେହି କପଡ଼ାକୁ ଗୋଟିଏ ପୋଟଳିଟିଏ ବନାଇଦେବେ। ପୋଟଳି ବନାଇବା ପରେ ଆପଣ କହିବେ ଶ୍ରୀମ୍ 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 3 ଥର କହିବେ। ମାତା ଲକ୍ଷ୍ମୀଙ୍କର ମନ୍ତ୍ର ହେଉଛି ଶ୍ରୀମ୍ ଶ୍ରୀମ୍ ଶ୍ରୀମ୍। ମା ଲକ୍ଷ୍ମୀକୁ ଏହି ମନ୍ତ୍ର ଅଧିକ ପ୍ରସନ୍ନ କରାଇଥାଏ। ତାପରେ ସେହି ପୋଟଳିକୁ ପୂର୍ଣ୍ଣିମା ଦିନ ଯେଉଁ ସମୟରେ ବି ଆପଣ କରିପାରିବେ। ପୂର୍ଣ୍ଣିମା ଦିନ ଆପଣଙ୍କୁ ଯେତେବେଳେ ବି ସମୟ ମିଳୁଛି ପୁରା ଦିନରେ କେତେବେଳେ ବି ଆପଣ ଏହି ଉପାୟକୁ କରିପାରିବେ। ସେହି ପୋଟଳିକୁ ଆପଣଙ୍କର ମୁଖ୍ୟ ଦ୍ୱାରରେ ବାହାର ପଟୁ ଟାଙ୍ଗି ଦେବେ। ଯଦି ବାହାରେ ଜାଗା ନଥିବ ଟାଙ୍ଗିବା ପାଇଁ ତେବେ ମୁଖ୍ୟ ଦ୍ୱାରର ଭିତର ପଟୁ ସେହି ପୋଟଳିକୁ ବି ଆପଣ ଟାଙ୍ଗି ପାରିବେ। ତ କଣ ହେବ? ଏହି ଯେଉଁ ଧନର ପୋଟଳି ଏହା ଧନକୁ ବଢ଼ାଇବ। ଆପଣଙ୍କ ଘରକୁ ଆସୁଥିବା କୌଣସି ବି ନଜର ଦୋଷ, କୌଣସି ବି ନେଗେଟିଭ ଏନର୍ଜି ଥାଏ କି କୌଣସି ବି ଖରାପ ଶକ୍ତି ଯଦି ଆପଣଙ୍କ ଘରେ ଥାଏ ସେ ସବୁକୁ ଏହି ପୋଟଳି ବାହାର କରିଦେବ ଆପଣଙ୍କ ଘରୁ। ମୁଖ୍ୟ ଦ୍ୱାରରେ ହିଁ ରୋକି ହୋଇ ଏହି ପୋଟଳି ରଖିଦେବ ତାକୁ ବାହାରେ। ଆପଣଙ୍କ ଘରକୁ ଏପରି ଜିନିଷ ଆଉ ଆସିପାରିବ ନାହିଁ। ଆଉ ଆପଣଙ୍କ ଘର ଭିତରେ ଯଦି ଏହି ଜିନିଷ ଥିବ ତେବେ ପୁରା ବାହାର କରିଦେବ ସେହି ପୋଟଳି। ଦ୍ୱିତୀୟ ଜିନିଷ ହେଉଛି ଏହି ପୋଟଳି ଧନ ପୋଟଳି ଏଥିପାଇଁ ବନିଥାଏ କାରଣ ଏହା ଶୁକ୍ର ସହ ଯୋଡ଼ା ହୋଇଥାଏ। ଆଉ ଏଥିପାଇଁ ଧନତେରସରେ ଆପଣମାନେ ଲୁଣକୁ ଜରୁର କିଣିକି ଘରକୁ ଆଣିଥାନ୍ତି। ଯେପରିକି ଆମ ଘରେ ଧନ ବଢ଼ୁ, ପଇସା ରହୁ ଆଉ ନିରନ୍ତର ଧନର ବର୍ଷା ମାତା ଲକ୍ଷ୍ମୀ ଆମ ଉପରେ କରିଚାଲନ୍ତୁ। ତ ଏଥିପାଇଁ ଏହି ପୂର୍ଣ୍ଣିମା ତିଥିରେ ଏହି ଛୋଟିଆ କାମଟି ନିହାତି କରନ୍ତୁ। ଆଉ ଆପଣ ଦେଖିବେ କିପରି ଭାଗ୍ୟ ଆପଣଙ୍କର ଚମକିବାକୁ ଲାଗିବ। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟ ଜାଣିବା। ଆଉ ଏହି ଉପାୟଟି ଏହି ପୂର୍ଣ୍ଣିମା ଦିନ ବି ଆପଣଙ୍କୁ କରିବାକୁ ପଡ଼ିବ। ତ ଆପଣ ଏହି ଉପାୟକୁ ଏଇଥିପାଇଁ କରିବେ କି ସମସ୍ତ ମନସ୍କାମନା ଆପଣଙ୍କର ପୁରା ହୋଇଯିବ। ଅନେକ ଥର କଣ ହୋଇଥାଏ ନା ଯାହା ଆମେ ଚାହିଁଥାଉ ତାହା ଆମକୁ ମିଳିନଥାଏ। ସବୁ କିଛି ଆପଣମାନେ କରିକି ଦେଖି ସାରିଲେଣି, ପୂଜା ପାଠ କରିସାରିଲେଣି,
ବ୍ରତ ଉପବାସ କରିସାରିଲେଣି, ତଥାପି ଆପଣଙ୍କ ଜୀବନରେ ତାହା ମିଳୁନାହିଁ ଯାହା ଆପଣ ଚାହାନ୍ତି। ତ ଦେଖନ୍ତୁ ବହୁତ ଥର କ'ଣ ହୋଇଥାଏ ନା ଭାଗ୍ୟ ଆପଣଙ୍କ ସାଥ ଦେଇନଥାଏ। ତ ଯେତେ ବି ଉପାୟ କରନ୍ତୁ, ପୂଜା ପାଠ କରନ୍ତୁ, କିଛି କାମରେ ଆସିନଥାଏ। କାହିଁକି ନା ଭାଗ୍ୟ ସାଥ ଦେଇନଥାଏ। ତ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କିପରି ହେବ? ଏବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ ହିଁ ହେବ। ଏହି ପୂର୍ଣ୍ଣିମା ଦିନ ଗୋଟିଏ ଛୋଟିଆ ଉପାୟକୁ ଆପଣଙ୍କୁ କରିବାକୁ ପଡ଼ିବ। ଆଉ ଏହି ଉପାୟ କରିବା ପାଇଁ ଆପଣ ଆପଣଙ୍କ ଘରୁ ଜଳ ନେବେ, ଏହାପରେ ଗଙ୍ଗା ଜଳ ନେବେ। ସେହି ଜଳରେ ଗଙ୍ଗା ଜଳ ଢାଳିବେ, ଅଳ୍ପ ଚିନି ପକାଇଦେବେ। ଏହା ସହ ଗୋଟା ଅକ୍ଷତ ନେବେ। ଧ୍ୟାନ ଦେବେ ସେହି ଚାଉଳ ଗୋଟା ଗୋଟା ହିଁ ଥିବ, ଭଙ୍ଗା ନଥିବ। ପୁରା ଗୋଟା ଗୋଟା ହୋଇଥିବ ସେହି ଚାଉଳ ଆପଣ ନେବେ। ଆଉ ଚାଉଳ ଯୋଡ଼ା ହୋଇଥାଏ ଶୁକ୍ର ସହ, ଆଉ ଦେବୀ ମାତା ଲକ୍ଷ୍ମୀଙ୍କ ସହ ବି। ତ ଆପଣ କ'ଣ କରିବେ ନା ଶିବାଳୟକୁ ଯିବେ। ଶିବାଳୟରେ ଥିବା ଶିବଲିଙ୍ଗରେ ଏହି ମିଠା ଜଳକୁ ଅର୍ପଣ କରିବାକୁ ଆପଣଙ୍କୁ ପଡ଼ିବ। ଆପଣଙ୍କର ସେହି ଅକ୍ଷତ ବି ଆପଣଙ୍କ ସାଥିରେ ନେଇଥିବେ। ସେହି ଅକ୍ଷତକୁ ଶିବଲିଙ୍ଗ ଉପରେ ଅର୍ପଣ କରିବେ ଆପଣଙ୍କର ମନସ୍କାମନା କହିକି। ପୂର୍ଣ୍ଣିମା ଦିନ ହିଁ ଏହି ଉପାୟକୁ କରିବେ। ସକାଳେ ହଉ ନହେଲେ ସନ୍ଧ୍ୟା ଯେତେବେଳେ ବି ଆପଣଙ୍କୁ ଟାଇମ୍ ମିଳୁଛି ସେତେବେଳେ ଏହି ଉପାୟକୁ ଆପଣ କରିପାରିବେ। ତ ଯେବେ ଆପଣ ପ୍ରତ୍ୟେକ ଜାଗାରୁ ହାରାସ ହୋଇଯିବେ ସେତେବେଳେ ଆପଣ ମହାଦେବଙ୍କ ମନ୍ଦିରକୁ ଯିବେ। କାହିଁକି ନା ଦେବଦେବ ମହାଦେବଙ୍କ ନାମ ଭୋଳାନାଥ ଏଥିପାଇଁ ବି ହୋଇଥାଏ, କାରଣ ଭଗବାନ ଶଙ୍କର ତାଙ୍କ ଭକ୍ତଙ୍କର ଅଳ୍ପ ପୂଜାରେ ବି ପ୍ରସନ୍ନ ହୋଇଯାଆନ୍ତି। ତାହା ଦେଇଥାନ୍ତି ଯାହା ବ୍ୟକ୍ତିର ଭାଗ୍ୟରେ ଲେଖା ନଥାଏ। ତ ଏହି ଉପାୟକୁ ପୂର୍ଣ୍ଣିମା ଦିନ ଆପଣ କରନ୍ତୁ, ଆଉ ଆପଣ ନିଜେ ଦେଖିବେ କିପରି ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ପୂର୍ଣ୍ଣିମା ଦିନରେ ସନ୍ଧ୍ୟା ସମୟରେ, ରାତ୍ରି ସମୟରେ ଯେତେ ଦୂର ସମ୍ଭବ ହେଉଛି ଆପଣ ଦୀପ ଜଳାଇକି ରଖନ୍ତୁ ମାତା ଲକ୍ଷ୍ମୀକୁ ପ୍ରସନ୍ନ କରିବା ପାଇଁ। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟ ଜାଣିବା। ଆଉ ଏହି ଉପାୟ ପୂର୍ଣ୍ଣିମା ଦିନ ଚଉମୁଖୀ ଦୀପ ନେଇକି ଆପଣ ଆପଣଙ୍କର ଭାଗ୍ୟକୁ ରାତାରାତି ଚମକାଇ ପାରିବେ। ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଘରେ କୌଣସି ବି ନକାରାତ୍ମକ ଶକ୍ତି, ନେଗେଟିଭ୍ ଏନର୍ଜି, କୌଣସି ବି ଖରାପ ଶକ୍ତି ରୋକିପାରିବ ନାହିଁ। ଯଦି ବି ଆପଣଙ୍କ ଘରକୁ ନଜର ଲାଗିଯାଇଛି, ଆପଣଙ୍କର ଧନକୁ ନଜର ଲାଗିଯାଇଛି, ଘରର କୌଣସି ନା କୌଣସି ବ୍ୟକ୍ତିଙ୍କୁ ନଜର ଲାଗିଅଛି, ତାହା ବି ଏହି ଉପାୟ କରିବା ଦ୍ୱାରା ତୁରନ୍ତ ଦୂର ହୋଇଯିବ। ତ ଏହି ଦୀପ ଆପଣଙ୍କ ଜୀବନରେ 4ଟି ଦିଗରୁ ସୁଖ ଓ ସମୃଦ୍ଧିକୁ ବଢ଼ାଇବ, ଧନକୁ ବଢ଼ାଇବ, ପଇସାକୁ ନେଇକି ଆପଣଙ୍କ ଜୀବନରେ ଆସିବ। ଆଉ ଏପରି ଧନର ଦେବୀ ମାତା ଲକ୍ଷ୍ମୀ ଧନ ବର୍ଷା କରିବେ ଯେ ପଇସା ସମ୍ଭାଳି ସମ୍ଭାଳି ଆପଣ ଥକି ପଡ଼ିବେ। ତ ପୂର୍ଣ୍ଣିମାର ଦିନ ମାତା ଲକ୍ଷ୍ମୀକୁ ସମର୍ପିତ ହୋଇଥାଏ, ଶ୍ରୀହରି ବିଷ୍ଣୁଙ୍କୁ ବି ସମର୍ପିତ ହୋଇଥାଏ। ପୂର୍ଣ୍ଣିମାର ତିଥି ଏକ ଏମିତି ତିଥି ଅଟେ ଯାହା ପରେ ଯଦି କିଏ ମାତା ଲକ୍ଷ୍ମୀକୁ ପ୍ରସନ୍ନ କରିଦେଇଥାନ୍ତି, ତ ସେ କେବେ ବି ତାଙ୍କ ଜୀବନରେ ତାଙ୍କ ଘରୁ ମାତା ଲକ୍ଷ୍ମୀ ତାଙ୍କ ଘରକୁ ଆଉ ଛାଡ଼ି ଚାଲିଯାଇ ପାରିନଥାନ୍ତି। ସବୁବେଳ ପାଇଁ ତାଙ୍କ ପାଖରେ ପଇସା ବଢ଼ିଥାଏ। ଆଉ ଯେଉଁ ଉପାୟ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ଏହି ଉପାୟକୁ କରିବା ଦ୍ୱାରା ସ୍ଥିର ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ। ଆଉ ସବୁଆଡ଼ୁ ପଇସାର ବର୍ଷା ହେବ ଆପଣଙ୍କ ଉପରେ। ତେବେ ଚାଲନ୍ତୁ କଥା ହେବା କେଉଁପରି ଆପଣ ଚଉମୁଖୀ ଦୀପକୁ ପ୍ରସ୍ତୁତ କରିବେ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଆମର ଛୋଟିଆ ଅନୁରୋଧଟିଏ, ଯଦି ଆପଣ ଏହି ଭିଡ଼ିଓ ଦେଖୁଛନ୍ତି, ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ତେବେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇଦେବେ। କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ, ହର ହର ମହାଦେବ ଅବଶ୍ୟ ଲେଖିବେ। ତ ଦେଖନ୍ତୁ ଦୀପ ଆପଣ ମାଟିର ନେଇପାରିବେ, ଅଟାର ବି ଦୀପ ଆପଣ ତିଆରି କରିପାରିବେ। ଯେଉଁ ଦୀପ ଆପଣ ପ୍ରସ୍ତୁତ କରିବେ, ସେହି ଦୀପରେ 4ଟି ବତୀ ପକାଇକି ଚଉମୁଖୀ ବତୀ ଆପଣ ପ୍ରସ୍ତୁତ ଦୀପଟିଏ କରିବେ। ଯଦି ଆପଣ ଲମ୍ବା ବତୀ 2ଟି ଲଗାଇବେ, ତେବେ 2ଟି ଲମ୍ବା ବତୀରେ ଆପଣଙ୍କର ଚଉମୁଖୀ ହୋଇଯିବ। ତେଣୁ ଆପଣ 2ଟି ଲମ୍ବା ବତୀରେ ହିଁ 4ମୁଖୀ ଦୀପ ପ୍ରସ୍ତୁତ କରିବେ। ସେହି ଦୀପରେ ଶୁଦ୍ଧ ଦେଶୀ ଘିଅ ଦେବେ, ତା ଭିତରେ 1 ଚୁଟକି ରାଶି ଆପଣ ପକାଇଦେବେ। ଆଉ ସେହି ଦୀପକୁ ଆପଣ କେଉଁଠି ଜଳାଇବେ ନା ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ। ମୁଖ୍ୟ ଦ୍ୱାରରେ ଏଥିପାଇଁ ଜଳାଇବେ କାରଣ ମୁଖ୍ୟ ଦ୍ୱାରରେ ହିଁ ଆପଣଙ୍କର ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ସକାରାତ୍ମକ ଊର୍ଜା ମୁଖ୍ୟ ଦ୍ୱାରରୁ ହିଁ ଆସିଥାଏ। ଆଉ ସନ୍ଧ୍ୟା ସମୟରେ ଯେଉଁ ଲୋକ ତାଙ୍କ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇଥାନ୍ତି, ବିଶେଷ କରି ପୂର୍ଣ୍ଣିମା ତିଥିରେ ଯଦି ଜଳାଇ ଦେଇଥାନ୍ତି, କାହିଁକି ନା ସନ୍ଧ୍ୟା ସମୟ ମାତା ଲକ୍ଷ୍ମୀଙ୍କର ଭ୍ରମଣ ସମୟ ହୋଇଥାଏ। ତ ଏମିତିରେ ଆପଣଙ୍କ ଘରକୁ
ଛାଡ଼ିକି ଆଉ ମାତା ଲକ୍ଷ୍ମୀ ଯାଇ ନଥାନ୍ତି। ଆପଣଙ୍କ ଘରେ ହିଁ ପ୍ରବେଶ କରିଥାନ୍ତି। ଏଥିପାଇଁ ପୂର୍ଣ୍ଣିମା ଦିନ ହିଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ବିଶେଷ କରି ଏହି ବୈଶାଖ ମାସର ପୂର୍ଣ୍ଣିମା ଆଉ ଏହି ପୂର୍ଣ୍ଣିମାରେ ସର୍ବାରିଷ୍ଟ ସିଦ୍ଧି ଯୋଗର ନିର୍ମାଣ ହେଉଅଛି। ଆପଣଙ୍କର ସବୁ କାର୍ଯ୍ୟ ସିଦ୍ଧ ହୋଇଯିବ। ଯେଉଁ କାର୍ଯ୍ୟ ବି ଆପଣ ଚାହିଁବେ ସେହି ସବୁ କିଛି ଆପଣଙ୍କୁ ମିଳିବ ଏହି ବୈଶାଖ ପୂର୍ଣ୍ଣିମାରେ। ଆଉ ଏହି ବୈଶାଖ ପୂର୍ଣ୍ଣିମାରେ ଯଦି ଚଉମୁଖୀ ଦୀପବାଲା ଉପାୟ ଆପଣ କରିଦେବେ ତ ଏହା ଦ୍ୱାରା ଶ୍ରୀମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି। ଶ୍ରୀହରି ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପାଦ ରଖିଥାନ୍ତି। ତ ଏହି ଛୋଟିଆ ଉପାୟକୁ ଆପଣ ଏହି ପୂର୍ଣ୍ଣିମାରେ ଜରୁର କରନ୍ତୁ। ଆଉ ଦେଖିବେ କିପରି ଆପଣଙ୍କ ଜୀବନରେ ଆପଣଙ୍କ ଘରେ ପଇସାର ବର୍ଷା ହେବ। କିପରି ଆପଣ ମହାଧନୀ ବନିଯିବେ। ଏବେ ଆସନ୍ତୁ ଆଉ ଗୋଟେ ଉପାୟ ଜାଣିବା କି ପୂର୍ଣ୍ଣିମାର ଯେଉଁ ତିଥି ହୋଇଥାଏ ଏହି ଦିନ ବହୁତ ଅଧିକ ମହତ୍ତ୍ୱ ହୋଇଥାଏ ଓସ୍ତ ଗଛର। କାହିଁକି ନା ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁ ଓସ୍ତ ଗଛରେ ହିଁ ବାସ କରିଥାନ୍ତି। ବିଶେଷ କରି ପୂର୍ଣ୍ଣିମା ତିଥିର ଦିନରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଗୋଟିଏ ଦୀପ ଆପଣଙ୍କୁ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ତଳେ ଜରୁର ଲଗାଇବା ଉଚିତ। କାହିଁକି ନା ଏହା କରିବା ଦ୍ୱାରା ଆପଣଙ୍କର ପିତୃ ବି ପ୍ରସନ୍ନ ହେବେ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିଥାଏ। ଶ୍ରୀ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି। ତ ଦେଖନ୍ତୁ ଯେଉଁ ଓସ୍ତ ଗଛ ସୂର୍ଯ୍ୟଦେବ ଚନ୍ଦ୍ରଦେବ ଇଏ ସାକ୍ଷାତ ଏପରି ଦେବତା ଅଟନ୍ତି ଯାହାଙ୍କୁ ଦର୍ଶନ ଆମେ ଆମ ଆଖିରେ କରିଥାଉ। ତ ଏଥିପାଇଁ ଯଦି ଆପଣ ପୂର୍ଣ୍ଣିମା ଦିନ ଏହି ଛୋଟିଆ ଉପାୟକୁ କରିଦେବେ ତ ବୁଝି ନିଅନ୍ତୁ ଭାଗ୍ୟ ଏପରି ଚମକିବ କି ଆପଣଙ୍କ ପାଖକୁ ପଇସା ବର୍ଷା ହେବ। ଆପଣ ଓସ୍ତ ଗଛ ମୂଳରେ ମିଠା ଜଳ ବି ପୂର୍ଣ୍ଣିମା ଦିନ ଅର୍ପଣ କରିପାରିବେ। ଯଦି ମିଠା ଜଳ ଆପଣ ଓସ୍ତ ଗଛରେ ପୂର୍ଣ୍ଣିମା ଦିନ ଚଢ଼ାଇଥାନ୍ତି ତ ଏହା ଦ୍ୱାରା ଆପଣଙ୍କୁ ଅଧିକା ପୁଣ୍ୟର ପ୍ରାପ୍ତି ହୋଇଥାଏ। ଆଉ ଏମିତି ପୁଣ୍ୟ ପ୍ରାପ୍ତି ହୋଇଥାଏ ଯାହାର କେବେ ଶେଷ ହୋଇନଥାଏ। ତ ଏହିପରି ଯଦି ଆପଣ ପୂର୍ଣ୍ଣିମାରେ ଏହି ସବୁ ଉପାୟକୁ କରିଦେବେ ତ ବୁଝି ନିଅନ୍ତୁ ଆପଣଙ୍କର ଭାଗ୍ୟ ଚମକିବ। ଏହା ସହ ପୂର୍ଣ୍ଣିମା ତିଥି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ। ତ ଆପଣଙ୍କ ଘରର ପୂଜା ଘରେ ଏକ ଲମ୍ବାବତୀର ଦୀପ ଦେଶୀ ଘିଅରେ ଆପଣ ମାତା ଲକ୍ଷ୍ମୀଙ୍କ ପାଇଁ ଜରୁର ପ୍ରଜ୍ୱଳିତ କରନ୍ତୁ। ସେହି ଦୀପରେ ଆପଣ ଗୋଟିଏ ଫୁଲ ଥିବା ଗୋଟା ଲବଙ୍ଗକୁ ଜରୁର ପକାନ୍ତୁ। ଏହି ଛୋଟିଆ ଉପାୟକୁ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ମାତା ଲକ୍ଷ୍ମୀ ପୁରା କରି ଦେଇଥାନ୍ତି। ଆଉ ଏହି ଉପାୟକୁ ବି ଆପଣ ସନ୍ଧ୍ୟା ସମୟରେ ଆପଣଙ୍କୁ କରିବାକୁ ପଡ଼ିବ। ତ ଦେଖନ୍ତୁ ବହୁତ ଭଲ ଉପାୟ ଆଜି ଆମେ ଆପଣଙ୍କୁ ଜଣାଇଲୁ। ତ ଆପଣଙ୍କୁ ନିହାତି ଏହି ଉପାୟକୁ ଆପଣ ପୂର୍ଣ୍ଣିମା ଦିନ କରନ୍ତୁ ଆଉ ଆପଣଙ୍କ ଜୀବନରେ ଲାଭ ଉଠାନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କୃପା କରି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏପର୍ଯ୍ୟନ୍ତ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ବିନା ସବସ୍କ୍ରାଇବ୍ରେ ଭିଡ଼ିଓ ଦେଖୁଛନ୍ତି ତ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।